एवं जागर यात्रा आज आमर कपिलास प्रबल भिड़ ढेंकानाल प्रसिद्ध शैवपीठ ओडिशार जोटा कहुए कैलाश बोली कहले अत्युक्ति हे ना सी हूँ कपिलास आज जागर यात्रा शह श्रद्धालुंर भिड़ ये सकाल भोर स्टार्टिंग हो गला लोकों भिड़ यही हूँ आमर कपिलास को जीवाई ये हूँ पाँच लोक मैंने जी चली चली ये जी 1352 पाहाच जोटा कि आमर ये बहु वर्ष पूर्व ये पाहाच तैयारी आस्ते आस्ते यार मरामती सुंदरीकरण करें रास्ता दे जी ऊपर बहुत सुविधा भी करा कपिलास आज संध्या रात्रि जागर यात्रा महादीप प्राय राति 3:30 उठे बोली यहाँ मंदिर ट्रस्ट निर्धारण कर समय निर्धारण कर शांति श्रृंखला करने बहुत पुलिस प्रशासन भी ढेंकानाल पुलिस प्रशासन बहुत नहीं तार पदक्षेप ने बहुत सेवानुष्ठान माने पानी शरबत इत्यादि बहुत प्रकार जिनस ये व्यवस्था कर किसी श्रद्धालुओं सहित कथा जो मैंने कि ये कपिलास आसुँच कौन मन कामना नहीं से आसुँच कथा पूरा मंजूर ठहरा चल डिस्ट्रिक्ट ଆପଣ ମାନେ କଣ ମନୋକାମନା ନେଇ ମନୋକାମନା ସବୁବେଳେ ଆସୁଛନ୍ତି ତାହେଲେ ଆପଣଙ୍କର ଯୋଉ ମାନେ ଯୋଉ ମନୋବାଞ୍ଛା ଥିଲା ସେଥିପାଇଁ ଆସିଛନ୍ତି ଆଉ କିଏ ଆସିଛନ୍ତି ଆପଣଙ୍କ ଧନ୍ୟବାଦ ଆପଣ କୋଉଠି ଆସିଛନ୍ତି ବାଲେଶ୍ୱର ଆସିଛନ୍ତି କଣ ନାଁଟା କହିଲେ ଆପଣଙ୍କର संगीता मल्लिक आपन की आपन एकुले आछन ना नहीं हम सांग बनी सब कपिलास में आछन कोन आपनकर मन रे कोन छिला जे कपिलास आज आछन नहीं हम प्लस 2 रे थरे आसी थी तो आउ थरे देखिबा पई इच्छा हला तो आज इच्छा करला तो पुणी आसीलो कोन मनोकामना अछि मनोकामना जाति छथि पूर्ण करियो हम पुणी आसीबी मनसी के जीबी आपन कोन आछन सेही बालेश्वर आपन कोन माने पढु देबे थैंक यू
ଆମେ କେମିତି ଏଇପଟେ ପଳେଇବା। ମୁଁ ଗୁରୁଚରଣ ମହାପାତ୍ର, ସମ୍ପାଦକ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ସେବକ ସଂଘ କପିଳାସ ଢେଙ୍କାନାଳ। ଆପଣଙ୍କର ଆଜି ଯେଉଁ ନୀତି ଅଛି କ'ଣ ନୀତି ଅଛି କେମିତି ଆମର କ'ଣ ଆପଣ ନୀତି ବିଷୟ ଟିକେ କୁହନ୍ତୁ। ଆଜି ଭୋର 5ଟା ବେଳେ ଆମର ମଙ୍ଗଳ ଆଳତି ହେଲା, ତାପରେ ସୂର୍ଯ୍ୟ ପୂଜା 5:30ରେ ହେଲା, 6ଟାରେ ବଲ୍ଲଭ ହେଇକରି ସାଧାରଣ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ କରିବା ପାଇଁ ଦ୍ୱାର ଖୋଲାଗଲା। ଆଗକୁ ଆପଣଙ୍କର ଯେଉଁ ଆଜି ମହାଦୀପ କେମିତି କ'ଣ ଉଠିବ କ'ଣ ତା'ର ନୀତି ନିୟମ ଟିକେ ଆପଣ ଜଣାନ୍ତୁ। ସକାଳ ଧୂପ 9ଟାରେ ସରିଯାଇଛି, ତାପରେ 12ଟାରେ ଭୋଗ ମଣ୍ଡପ ବି ସରିଯାଇଛି। ଦିନ 2ଟାରେ ଆମର ଦ୍ୱିପ୍ରହର ଧୂପ ହେବ, ସନ୍ଧ୍ୟାରେ ସନ୍ଧ୍ୟା ଆଳତି ହେବ। ତାପରେ ଆମର 7ଟା 7:30 ବେଳକୁ ଆମର ଯେଉଁ ଷୋଡ଼ଶ ଉପଚାର ନୀତି ଆରମ୍ଭ ହେବ ପ୍ରବନ୍ଧର, ସେଇଟା ଷୋଳ ପୂଜା ତାକୁ କୁହାଯାଏ। ସେଇଟା ସରୁ ସରୁ ପ୍ରାୟ 4ଟା ଖଣ୍ଡେ ହେବ। ଆମର କିନ୍ତୁ ଏଇ କପିଳାସର ପୁରୋହିତ କହିଛନ୍ତି 3:55 ମହାଦୀପ ଉଠିବାର ସମ୍ଭାବନା ଅଛି। ସେ ଟାଇମ୍ଟା ନିର୍ଘଣ୍ଟ କରିଛନ୍ତି। ଆଉ ତାପରେ ମହାଦୀପ ଉଠି ସାରିଲା ପରେ ଆମର ହରିହରଙ୍କର ଭେଟ ହେବ। ହରିହର ଭେଟ ହେଇସାରିଲା ପରେ ଯେଉଁ ରାତ୍ରି ଧୂପଟା ଏଇ ଭୋରୁ ଭୋରୁ ହେବ। ଏଇଆ ନୀତି ଆଜି ରହିଛି। ବର୍ଷ ଦିନ ଆଜି କପିଳାସ ଜାଗର ଜଳ ପାଇଁ ଆସିଛି। ଜାଗର ଜଳ ବହୁତ ଖୁସି ଲାଗୁଛି। ଏ ଜାଗା ଏଇ ପରିବେଶ ସମସ୍ତେ ବହୁତ ଆନନ୍ଦ ଲାଗୁଛି। ଆଜି ଜାଗର ମହାଶିବରାତ୍ରି ଉପଲକ୍ଷେ ସମସ୍ତଙ୍କର ଦୁଃଖମୟ ଦୂର ହେଉ, ସମସ୍ତେ ସୁଖରେ ଶାନ୍ତି ସୁଖଳ ଭୋଗ କରନ୍ତୁ। ସେଥିପାଇଁ ଆମେ ବହୁତ କଟକରୁ ଆସିଛୁ, ବହୁତ ଖୁସି। ଆଉ ସେଥିପାଇଁ ଧନ୍ୟବାଦ। ଆପଣ ଆଉ କିଏ ଆସିଛନ୍ତି ନା ଖାଲି ମୋ ଗୁରୁ ଭାଇ ଆସିଛି, ଆଉ ଗୋଟେ ଗୁରୁ ଭାଇ ଆସିଛି, ମୋର ଚେଲା ଆସିଛି, ଆଉ ଗୋଟେ ଆମର ଆସିଛୁ ସମସ୍ତେ ପରିବାର ବୁଲିବାକୁ ଆସିଛୁ ଆଜି ଜାଗର ଚଳିବା ପାଇଁ। ଧନ୍ୟବାଦ। ହାରିକା 8ଗଡ଼ରୁ ଆସିଛି। 8ଗଡ଼ ଆସିছে କ'ଣ ମନସ୍କାମନା ନେଇକି ଆସିছে? ଦେଖନ୍ତୁ ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଓଡ଼ିଶାବାସୀମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା। ଆଜି ହେଉଛି ମହାଶିବରାତ୍ରି। ଆମେ ଆଜି ଦୀପ ଜାଳୁଛୁ ଭଗବାନ ଚନ୍ଦ୍ରଶେଖରଙ୍କ ପାଖରେ, କେମିତି ଓଡ଼ିଶାବାସୀଙ୍କର ମଙ୍ଗଳ କାମନା ହେଉ, ଓଡ଼ିଶାର ଦୁଃଖ ଦୂର ହେଉ, ତା ସହିତ ଆମେ ସମସ୍ତଙ୍କର ଜୀବନ କେମିତି ସୁଖମୟ ହେଉ ତାହା ଆମେ ମୋର ସେଇ ଶିବାଜୀ ନଗରରୁ ଆସିଛି। ପ୍ରଥମ ବର୍ଷ ଶିବ ଜାଗର ଦୀପ ଜାଳିବା ପାଇଁ ମନସ୍କାମନା ପୂରଣ ହେବ ବୋଲି ମୁଁ ଏଠିକି ଆସିଛି। ଯାଉ ଆପଣଙ୍କର ମନବାଞ୍ଛା ପୂରଣ ହଉ। ଆପଣଙ୍କ ଏମିତି ସବୁ ବର୍ଷ ଆପଣ ଆସନ୍ତୁ। ଏତିକି ଆମେ ବହୁତ ଆନନ୍ଦ, ବହୁତ ଖୁସି ଲାଗୁଛି। ଏତିକି ଆମମାନଙ୍କର କାମନା ଅଛି ଆପଣମାନେ ଖୁସିର କଥା। ଧନ୍ୟବାଦ।